ଜୟ ଜଗନ୍ନାଥ ସାଙ୍ଗମାନେ, ଡୁଡୁ ଭାଇବ୍ ଚ୍ୟାନେଲର ଆଉ ଗୋଟେ ନୂଆ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ଗତ ଭିଡ଼ିଓରେ ଯେଉଁଠାରେ ଆମେମାନେ ଚୁନା ମାଛ ଓ ଦୀପାବଳିର ପ୍ରସ୍ତୁତ ଦେଖିଲୁ, ଆଜି ଆସିଲା ତାହାର ପରବର୍ତ୍ତୀ ପାର୍ଟରେ। ଡୁଡୁର ଛୋଟ ଛୋଟ ପାଦରେ ଆମେ ଅଙ୍ଗନବାଡ଼ି ଯାଇଥିଲୁ, କିନ୍ତୁ ହଠାତ୍ ଯାଇକି ବସ୍ତା ଉପରେ କିଛି ପିଲା ଡିଆଁ ଡିଇଁ କରୁଥିବା ଦେଖି ନିଜେ ମଧ୍ୟ ଡେଇଁଲା। ଆଉ ମୁଁ ପାଟି କଲା ପରେ ସେ ଚୁପ୍ କିନା ଚାଲିଲା। ତାପରେ ଭଲରେ ଆମେ ଅଙ୍ଗନବାଡ଼ିରେ ପହଞ୍ଚି ଯାଇଥିଲୁ। ସେଠି ପହଞ୍ଚିକି ଦେଖିଲି ଖାଲି ଆମେ ନୁହେଁ, ଆଉ ଆମ ପରିକା ଅନେକ ମା ମାନେ ମଧ୍ୟ ଆସିଛନ୍ତି। ପଚାରି ପଚାରି ଜାଣିଲି ଏଠି ଚାଲିଛି ପୋଷକ ମାସ, ଯାହା ଆମ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ସୁସ୍ଥ ଜୀବନ ଅଭିଯାନ। ସକାଳେ ଯୋଉ କଥା ମୋର ମନେ ପଡ଼ିଥିଲା, ସେଇ କଥାକୁ ଏଠି ସେମାନେ କହିଲେ। ଖାଲି ମାଛ ନୁହେଁ, ତାଜା ସବୁଜ ପନିପରିବା, ମାଛ, ମାଂସ, ଅଣ୍ଡା ସମସ୍ତ ଖାଇବାକୁ ପରାମର୍ଶ ଦେଲେ। ହଁ, ଆଉ ଗୋଟେ କଥା କହିଲେ, ବାସି ଓ ବିଷ ଖାଦ୍ୟ ଠାରୁ ଦୂରେଇ ରହିବାକୁ କହିଲେ। ମା ଝିଅ ଜ୍ଞାନ ନେଲା ପରେ ଆମକୁ ବହୁତ ଭୋକ ଲାଗିଥିଲା, ଆଉ ଭୋକରେ ସକାଳ ସାଉଥ ଇଣ୍ଡିଆନ ସ୍ପେଶାଲ ଇଟଲି ଆଉ ସମ୍ବର ଖିଆ ଯାଇଥିଲା। ପୋଷକ ଓ ଶକ୍ତି ଦୁଇଟି ଯାକ ଜିନିଷ ଆମକୁ ଏକା ସହିତ ମିଳିଯାଇଥିଲା। ଶେଷରେ ଘରକୁ ଆସି ଦେଖିଲି ବାପା ଆଣିଛନ୍ତି ପରିବା, ଆଳୁ, ପୋଟଳ, ଝୁଡଙ୍ଗ, ଗାଜର, ଟମାଟର, ବାଇଗଣ ସହିତ କଲରା। କଥାରେ ଅଛି ସାଙ୍ଗମାନେ, ଖାଇବ ଯଦି କଲରା, ଦୂରେଇ ରହିବ ରୋଗ ବୈରାଗ ଦ୍ୱାରା। ସେଥିପାଇଁ ଆରମ୍ଭ ହେଇଗଲା ମୋର ଏଠି କଲରା ଭଜା। ସାଧା ପାଳି ସରିଲା, ଚୁନା ମାଛ ସରିଲା, ଏବେ ପାଳି ଆସିଲା ମଧ୍ୟାହ୍ନ ଭୋଜନର ପ୍ରାକୃତିକ ଆଉ ସୁସ୍ଥ ଖାଦ୍ୟ ସହ। ଖାଇବା ପିଇବା ସରିଲା ପରେ ଦେଖିଲୁ ଘଣ୍ଟାରେ ବାଜି ଯାଇଛି 4ଟା। ହଠାତ୍ ଗୋଟେ ଆଇସ୍କ୍ରିମ ବାଲାର ଡମ୍ବୁରୁ ଶବ୍ଦ ଶୁଭିଲା। ଡୁଡୁ ଦାଦାଙ୍କୁ ନ ପାଇ ସିଧା ଦୌଡ଼ିକି ଗଲା ତାଙ୍କ ଜେଜେଙ୍କ ପାଖକୁ। ଆଉ ନାତୁଣୀ କଥା ଶୁଣି ବାପା ଆଉ କଣ କରିବେ, ସିଧା ଆଇସ୍କ୍ରିମ ବାଲା ପାଖରେ। ଆଇସ୍କ୍ରିମ ବାଲା ମଧ୍ୟ ଡୁଡୁର ନାଟକ ଦେଖିକି ଅଲରେଡି ଧରେଇ ଦେଲା ତାକୁ ଗୋଟେ ଆଇସ୍କ୍ରିମ। ଆଉ କଥାରେ ଅଛି ସାଙ୍ଗମାନେ, ଯେପର୍ଯ୍ୟନ୍ତ ନାତୁଣୀ ସହ ଜେଜେ ଜେଜେମାଙ୍କର ଥିବ ଭାବ, କିଏ ବା ଘରର ଶାନ୍ତି ଆଉ ଖୁସିକି ଦୂରେଇ ଦେବ। ସେ ଘରେ ଖୁସିକି କେହି ବି ଦୂରେଇ ପାରିବେ ନାହିଁ। ତାହେଲେ ସାଙ୍ଗମାନେ ଆଜି ପାଇଁ ଏତିକି। ପୁଣି ଆସିବି ନୂଆ ବ୍ଲଗରେ କଲରା କାହିଁକି ପିତା ପଛରେ ଥିବା ରହସ୍ୟ ନେଇ। ଯଦି ଜାଣିବାକୁ ଚାହୁଁଛନ୍ତି ଚ୍ୟାନେଲ ଟିକେ ସବସ୍କ୍ରାଇବ କରନ୍ତୁ, ଆଉ କମେଣ୍ଟରେ ଲେଖନ୍ତୁ ଜେଜେ ନାତୁଣୀ ଆଇସ୍କ୍ରିମ ମୋମେଣ୍ଟ କେମିତି ଲାଗିଲା। ଜୟ ଜଗନ୍ନାଥ।